ଅରୁଣ ସାହୁକୁ ମୁଁ ସମ୍ମାନ ଜଣାଉଛି। ସେ ଜଣେ ବରିଷ୍ଠ ପଲିଟିକାଲ ନେତା ଏବଂ ସେ ପଲିଟିକାଲ ଷ୍ଟେଟମେଣ୍ଟ ଦେଇଛନ୍ତି। ମୁଁ ତ ପଲିଟିସିଆନ୍ ନୁହଁ, ତ ପଲିଟିକାଲ ତୁ ମେ ଭିତରେ ତ ମୁଁ ପଶିବିନି, କିନ୍ତୁ ମୋର ଦୁଇ ତିନିଟା ପଏଣ୍ଟ ଅଛି। প্রথম গোটে পয়েন্ট হচ্ছে এই বইটা অরিজিনালি বাহারিଥିଲା 2018ରେ। সেই বইরে 50% নবীন বাবুକୁ প্রশংসা ଥିଲା, প্রেস ଥିଲା এবং 50% ক্রিটিସିଜମ୍ ବି ଥିଲା, ভালো মন্দ দুইটাই ଥିଲା। ସେ বইটা ଯେତେବେଳେ ବାହାରିଲା, 6 ବର୍ଷ বইটা মার্কেটରେ ଚାଲିଛି, ବହୁତ ବିକ୍ରି ହେଇଛି। ସେମାନେ ବି ଦେଖିଛନ୍ତି, ସେମାନେ কোনো 6 ବର୍ଷ ହେଲା ପ୍ରତିକ୍ରିୟା ଜଣାଇ ନାହାନ୍ତି। এই বইটা কোন নূଆ বইটা যেটা পরদিন বাহারিଲା, সেটা হচ্ছে 50% প্রশংসা ଅଛି নবীন বাবুর, 50% ক্রিটিସିଜମ୍ ଅଛି। ଯାହା ଥିଲା ସେୟା ହିଁ ଅଛି, ଖାଲି ନୂଆ ଆଡିସନ୍ ହେଇଛି। ଗୋଟେ ମସ୍ତ ବଡ଼ ପାଣ୍ଡିଆନ ବାବୁର ଚାପ୍ଟର ଆଡିସନ୍ ହେଇଛି। ତ ମୁଁ ତ ପଲିଟିକାଲ ତୁ ମେରେ ଯାଇପାରିବିନି, ମୁଁ ତ ସାମ୍ବାଦିକ, ମୁଁ ତ ପଲିଟିସିଆନ୍ ନୁହଁ। କିନ୍ତୁ କଥା ହଉଛି ଖାଲି ପାଣ୍ଡିଆନ ବାବୁର କଥା ପଡ଼ିଲା এই বইরে, ଆଉ তারপরে রিয়াকশন আসিগলা যে এই বই বাজে বই, খারাপ বই, রুবেন ব্যানার্জি অপোজিশন ইয়ে। তো এটা কাহিঁকি? তাহলে তো মোর বইটা প্রমাণিত হচ্ছে যে ମୁଁ ପାଣ୍ଡିଆନ ବାବୁର କଥା ଯେ ଏଇ ବହିରେ ନୂଆ ସଂସ୍କରଣରେ লিখিছি, যে ପାଣ୍ଡିଆନ ବାବୁ ସବୁଠୁ ক্ষমতাবান, সেটাই প্রমাণিত ହେଲା। କାହିଁ এই বইটা তো 6 ବର୍ଷ ଆଗର ବହି। ସେତେବେଳେ ତ ନବୀନ ବାବୁ କିମ୍ବା ବିଜୁ ଜନତା ଦଳ এই ବହିର କ୍ରିଟିସିଜମ୍ କରିନଥିଲେ, ଅପୋଜ କରିନଥିଲେ। ଇନଫ୍ୟାକ୍ଟ ମୁଁ ଆଜି ବି କହୁଛି, ସେତେବେଳେ ବି ଏବଂ ଏବେ ବି ବିଜୁ ଜନତା ଦଳର ବହୁତ ଲୋକ ନେତା ମୋତେ ଆପ୍ଲଡ୍ କରୁଛନ୍ତି ଯେ ବଢିଆ ବହି ଲେଖିଛନ୍ତି। আচ্ছা, ଆଉ যে ଗୋଟେ ସେକେଣ୍ଡ ପଏଣ୍ଟ ଯେ ମୁଁ ନବୀନ ବାବୁକୁ ଭେଟି ନାହାନ୍ତି, ଏଇଟା ସତ୍ୟ କଥା। ମୁଁ ଲାଷ୍ଟ ନବୀନ ବାବୁକୁ ମୁଁ ବିଭିନ୍ନ ଇଣ୍ଟରଭ୍ୟୁରେ କହିଛି, ଲାଷ୍ଟ ମୁଁ ଭେଟିଥିଲି 2018ରେ। এই বই লিখিবা পরে ପୂର୍ବରୁ ଆଗରୁ 2000 ଜୁନ୍ ମାସ ପରେ ରେଜଲ୍ଟ ବାହାରିବା ପରେ ମୁଁ ନବୀନ ନିବାସରେ କଣ୍ଟାକ୍ଟ ବି କରିଥିଲି। ବିଜୁ ଜନତା ଦଳ ନେତା ଜରିଆରେ ମୁଁ ଖବର ବି ପଠାଇଥିଲି ଯେ ମୁଁ ଭେଟିବାକୁ ଚାହୁଁଛି। ସେ ମୋତେ ଭେଟି ନାହାନ୍ତି କିମ୍ବା ରେସ୍ପଣ୍ଡ କରିନାହାନ୍ତି। ଆଚ୍ଛା, ଏବେ କଥା ହଉଛି ଯେ ମୁଁ ଏଇ ପରଦିନଠୁ ମୁଁ ଦେଖୁଛି ସୋସିଆଲ ମିଡିଆ ଟ୍ୱିଟରରେ ଚାଲିଛି, ରୂବେନ ବ୍ୟାନାର୍ଜୀ କେବେ ବି ନବୀନ ପଟ୍ଟନାୟକକୁ ଭେଟି ନାହାନ୍ତି। ମୁଁ ଜଣାଇବାକୁ ଚାହୁଁଛି ଯେ ନବୀନ ବାବୁକୁ ମୁଁ ମୋର ଲାଇଫରେ 300 ଥର ଭେଟିଥିବି। এবং ଏମିତି ବି ଗୋଟେ ପିରିୟଡ ଥିଲା, ଗୋଟେ ସପ୍ତାହ ନା ଗଲେ ପରେ ନବୀନ ନିବାସରୁ ଫୋନ ଆସୁଥିଲା ଯେ ଦେହ ଠିକ ଅଛି ତ, ଆସୁନ କାହିଁକି। ଏନିୱେ ଦ୍ୟାଟ୍ ଇଜ ପାଷ୍ଟ। ଏବେ କଥା ହଉଛି ମୁଁ ଗୋଟେ ବହି ଲେଖୁଛି। ଆଚ୍ଛା, ମୋର ଏବେ ଧରନ୍ତୁ ମୁଁ 3-4 ଜଣ ଲେଖକର ନାଁ କହୁଛି। ଏମାନେ ବାୟୋଗ୍ରାଫି ଲେଖନ୍ତି ଏବଂ ସାରା ଭାରତବର୍ଷে এবং পৃথিবীরে এମାନେ ବହୁତ প্রশংসিত। রামচন্দ্র গুহ, ওয়ান অফ দ্য বেস্ট কন্টেম্পোরারি হিস্টোরিয়ান্স। সে গান্ধী উপরে বই লিখিଛନ୍ତି, ইন্ডিয়া আফটার গান্ধী। বইটা কেবে লিখিଛନ୍ତି? 5 ବର୍ଷ 10 ବର୍ଷ ତଳେ। ସେ କ'ଣ ଗାନ୍ଧୀ ମହାତ୍ମା ଗାନ୍ଧୀକୁ ଭେଟିଥିଲେ? ଭେଟିବା ସମ୍ଭବ? ଆଉ ଜଣେ ବଡ଼ କଣ୍ଟେମ୍ପୋରାରୀ ହିଷ୍ଟୋରିଆନ୍, ମୁଁ ତାର ଫ୍ୟାନ୍, ମାନୁ ଏସ୍ ପିଲ୍ଲାଇ। ତାର ବୟସ ହଉଛି 38, 39, 40 ହେଇଥିବ, 40 ହେଇଥିବ। ସେ ହିଷ୍ଟୋରିକାଲ ବହି ଲେଖନ୍ତି। ଆଲାଉଦ୍ଦିନ ଖିଲଜି ଉପରେ ଲେଖିଛନ୍ତି, ଟ୍ରାଭାଙ୍କୋର ମହାରାଜା ଉପରେ ଲେଖିଛନ୍ତି। ବଢିଆ ବହି ଲେଖନ୍ତି। and he is an academic, বহু প্রশংসিত। সে কোন 2 ବର୍ଷ তলে, 3 ବର୍ଷ, 5 ବର୍ଷ তলে আলাউদ্দিন খিলজিকে ভেটিଥିଲେ? চিত্রা এস ব্যানার্জি, সে রঞ্জিত সিং উপরে বই লিখিଛନ୍ତି, ବହୁତ ପ୍ରଶଂସିତ। ସେ কোন ରଞ୍ଜିତ ସିଂଙ୍କୁ ଭେଟିଥିଲେ? ଆଉ ମଧ୍ୟ କହିଛନ୍ତି ଯେ ଆପଣ ବଡି ଲାଙ୍ଗୁଏଜରୁ ଜଣା ପଡୁଛି ଆପଣ କେଉଁଠି ନା କ୍ଷତ ବିକ୍ଷତ ଅଛନ୍ତି। ବଡି ଲାଙ୍ଗୁଏଜ? ଆଚ୍ଛା, ମୁଁ ବଡି ଲାଙ୍ଗୁଏଜ ବିଷୟ କିଛି ଜାଣିନି, ମୁଁ କହିପାରିବିନି। ମୋର ବଡି, ସେ ଲାଙ୍ଗୁଏଜରୁ ସେ କ'ଣ ଇଣ୍ଟରପ୍ରେଟ କଲେ ସେ କହିପାରିବେ। ଏବଂ ମୁଁ କହିବି, ମୁଁ ଜଣେ ସାମ୍ବାଦିକ, ମୁଁ ତ ରାଜନୈତିକ ନେତା ନୁହେଁ। ମୁଁ ରାଜନୈତିକ ତୁ ତା ମେରେ ମୁଁ ପଶିବିନି।